हाउ 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 जीव आसिला बेले हाँ जगत हसिला हसिला जीव गला बेले जगत कांदुची कांदिला हाँ कांदुची काहींकी कहीं की हाँ 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 बापा हाँ जगन्नाथ दास कौन कहले ଯାହା କରିଥବୁ हाँ ସେଟା ନେଇକି ଯିବୁ हाँ ନା ନାଇଁ ठीक ତେଣୁ ଜଗତ କାହିଁକି କାନ୍ଦିଲା कहीं की କହିଲା କର୍ମ ମୋହର ନିଜ ଭାବ କେତେ उपचार धब केते उपचार उधव केते उपचार କର୍ମ ଯଦି ଠିକ କରିଥିବ हाँ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ଦଉଥିବ बेश ଗୁରୁଜନ ମାନଙ୍କୁ ସମ୍ମାନିତ କରୁଥିବ हाँ ବାପା ଯିଏ ବାପା ଡାକିବ हाँ ମାତା ଯିଏ ମାତାଙ୍କୁ ତାଙ୍କୁ ମାତା ବୋଲିରେ ସ୍ୱୀକାର କରିବ हाँ ଭଉଣୀ हाँ ଭାଉଜ हाँ ଏମାନେ ସମସ୍ତଙ୍କୁ बेश ସେଇ ସମ୍ମାନିତ ଭାବରେ ଯିଏ ଦେଖି ଚାଲିଛି हाँ ସିଏ ଗଲା ବେଳେ ଜଗତ କାନ୍ଦିବ ରେ ତେଣୁ ଇଏ କଳିକାଳ ଯୁଗ हाँ କଳି ଯୁଗ ହେଲେ ମଧ୍ୟ ଆଜ୍ଞା ଶ୍ରେଷ୍ଠ ଯୁଗ ଇଏ ये श्रेष्ठ ସତ୍ୟ ଯୁଗ हाँ ତ୍ରେତୟା हाँ ଦ୍ୱାପର अच्छा କଳି कौड़ी ସତ୍ୟ ଯୁଗରେ ଯେଉଁଭଳି ଭାବରେ ସତ୍ୟତା ଥିଲା थिला କଳି ଯୁଗରେ ସେଇଭଳି ଭାବରେ ସତ୍ୟତା ଅଛି अच्छी ନହେଲେ ଆଜ୍ଞା ଚନ୍ଦ୍ର ସୂର୍ଯ୍ୟ ଆସନ୍ତେ ना ना धर्म अच्छी ଧର୍ମଟା ସଦାବେଳେ हाँ ଧର୍ମଟା କେତେବେଳେ ବିଲୁପ୍ତ ହେବ ନାହିଁ ना 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 କାହିଁକି ନା ଇଏ କଳି ଯୁଗ हाँ ଆଜ୍ଞା हाँ ଯେତିକି କୂଅ ସେତିକି ଜଳ ରହୁଛି हाँ ନା ଅଧିକ ରହୁଛି हाँ ଅଧିକ ରହୁଛି अधिक वर्षा हेले अधिक रोटी ଅଧିକ ରହୁଛି हाँ କୂଅରେ କୂଏ हाँ ନା ଅଧିକ हाँ ଅଧିକ ରହିବ ନାହିଁ नहीं अच्छा ତେଣୁ ସେଇଭଳି ଭାବରେ हाँ ଜୀବ हाँ ଯେତିକି बेश ଇଏ କଳି ଯୁଗରେ हाँ ସତ୍ୟ ଯୁଗରେ ସେତିକି अच्छा ସତ୍ୟ ଯୁଗରେ ସେତିକି हाँ କଳିଟା ଯଦି ସତ୍ୟ ଯୁଗରେ ନଥାନ୍ତା बेश ତାହେଲେ କଳି ଯୁଗରେ ସତ୍ୟତା ଅଛି ନା ନାହିଁ हाँ ସତ କେହି କହୁନାହାନ୍ତି ଆଜ୍ଞା हाँ ଆଉ କୁଆଡ଼େ ଚାଲିବ ଧର୍ମ ଅଛି ନା ନହେଲେ ହବ ଅଛି ଅଛି ତେଣୁ ଆମେ ମାନେ ମାନୁନେ ନା ବାପାକୁ ବାପା କହୁନେ ନାଇଁ ମାକୁ ମା କହୁନେ ହଁ ସେଇଆ ତ ନା ହଉଛି ନାଇଁ ହଁ ତେଣୁ ସେଇ ଯୋଗୁ ପଦୁଟିଏ ହଁ ହଁ କହିବା ଟାଣିଆ କଣ? କଣ ନା କିଆ ଯିବି ମୁଁ ମନ୍ଦିର ସାବାସ୍। କିଆ ପୂଜିବି ପଥର କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ଠାକୁର ପାଇଁ ମୋ ବାପ ମା ଚଳନ୍ତି ଠାକୁର ମୋ ପାଇଁ ମୋ ବାପ ମା ଚଳନ୍ତି ଠାକୁର କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ଠାକୁର ମୋ ପାଇଁ ବାପ ମା ଚଳନ୍ତି ଠାକୁର ତାଙ୍କ ପାଦ ପାଣି ଦେଲେ ତାଙ୍କ ପାଦ ପାଣି ଧୀରେ ଦେଲେ ପି ଦେଲେ ମୁହିଁ ପାଇ ତାଙ୍କ ପାଦ ପାଣି ଦେଲେ ମୋହି ପାଏ ଗଙ୍ଗା ଜଳ ପଞ୍ଚାମୃତ ଲୋଡ଼ା ନାହିଁ ମୋର କିଆ ଦେବେ ମୋ ମନ୍ଦିର କିଆ ଦେବେ ଠାକୁର ମୋ ପାଇଁ ବାପ ମା ଚଳନ୍ତି ଠାକୁର ନନା ହଁ ହଉ ହଁ ତେଣୁ କହିଲେ କିଆ ଯିବି ମୁଁ ମନ୍ଦିର
ମନ୍ଦିରରେ ଦିଅ ଅଛନ୍ତି ନା ନଡ଼ିଆ କଦଳୀ ନେଇକି ଯାଉଛନ୍ତି ସବୁ। ତାହେଲେ ଆମେ ଯାଉଛେ କାହିଁକି? ସଂକ୍ରାନ୍ତି। ଆମେ ଯାଉଛେ କାହିଁକି? ହଁ ଯଦି ମନ୍ଦିରରେ ଦିଅ ନାହାନ୍ତି ଆମେ ଯାଉଛେ କାହିଁକି? ହଁ କାହିଁକି ଯାଉଛି? ବାଟରେ ଯାଉଛେ କଣ୍ଟା ଟେକୁ ଦେଲା, ହେ ପ୍ରଭୁ ଏ ମାଲୋ ହଉଛେ ନା ନାଇଁ? ହଁ ମାକୁ ଡାକୁଛେ, ହଁ ବାପାକୁ ଡାକୁଛେ। ଡାକୁଛେ। ତେଣୁ ମନ୍ଦିରରେ ଯୋଉ ବାପ ମା ଇଏ ମନ୍ଦିରରେ ଯୋଉ ଦିଅ ଅଛନ୍ତି, ହଁ ଘରୁ ଘର କାଢିକି ଗଲା ବେଳେ ବେଶ। ସେଇ ବାପା ମାଙ୍କୁ ହଁ ମନ୍ଦିରରେ ଯୋଉ ବାପା ମାଙ୍କୁ ପୂଜା କରିବାକୁ ଯାଉଛେ, ଠାକୁରାଣୀ ହଉ ବା ପାର୍ବତୀ ହଉ ବା ମଙ୍ଗଳା ହଉ ବା କାଳିକା ହଉ କି ଯୋଗମାୟା ହଉ, ହଁ ସେଇଭଳି ଭାବରେ ବେଶ। ଏ ଘରୁ ଗୋଡ କାଢିକି ଗଲା ବେଳେ ଆମେ ହଁ ଯଦି ବାପା ମାଙ୍କ ପଦ କଞ୍ଜରେ ମୁଣ୍ଡିଆଟିଏ ମାରି ଯିବା, ହଁ ତାହେଲେ ମନ୍ଦିରରେ ଦିଅ ଆମେ ଦର୍ଶନ କରିବାରେ ଦିଟାରୁ ଉଠି ହଁ ଫୁଲ ତୋଳି। ଟର୍ଚ୍ଚ ପକେଇ ଏ ଗଛକୁ ସେ ଗଛ ହଁ ଫୁଲ ତୋଳି ହଁ ଗୋଟେ ମାଳ ଗୁନ୍ଥି କରି ଫଟେରେ ମାରିଆ। ଇଏ ଠାକୁରାଣୀ ହଉ ବା ଯୋଗମାୟା ହଉ, ମଙ୍ଗଳା ହଉ, ହନୁମାନ ହୁଅନ୍ତୁ, ଜଗନ୍ନାଥ ହୁଅନ୍ତି ହଁ ବା ନୀଳକଣ୍ଠେଶ୍ୱର ହୁଅନ୍ତୁ, ହଁ ତାଙ୍କ ଗଳାରେ ନୀତି ଗଳେଇ ହଁ ଚନ୍ଦନ ଶ୍ରୀ ବାହୁରେ ଚନ୍ଦନ, ହଁ କପାଳରେ ସିନ୍ଦୁର, ହଁ ତିଳକ ମାରି ହଁ ସେଉ, ଅଙ୍ଗୁରୁ, ଡାଳିମ୍ବ, ବେଶ। ନଡ଼ିଆ ହଁ ବାଡେଇବା ନୀତି ହଁ ଦେଖା ଦେବେ। ଦେଖା ଦଉଛନ୍ତି ଯାଉଛନ୍ତି କେମିତି ତାହେଲେ? ହଁ। ହଁ ଏଇ ବାପା ଚାଲିଗଲେ, ହଁ ଆମେ ଦେଖିଛୁ। ହଁ ଧନ୍ୟ ପୁଅ, ହଁ ଧନ୍ୟ ପୁଅ, ହଁ ଆମେ ବି ତା କରିପାରିବୁ ନାହିଁ। ନା 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 ଯେ କରିଛି ବେଶ। ସେ ପାଇବ, ହଁ କିନ୍ତୁ ସମୟ ବିଡ଼ମ୍ବନା। ହଁ ସମୟକୁ ହଁ ଆମେ ଜଗି ରଖି ବେଶ। ରାସ୍ତାରେ ଚାଲିଲେ ହଁ ଆମକୁ କୌଣସି ବି ପଦ ଘୁମାଇବ ନାହିଁ ରେ। ସେଇ ବାପ ମାଙ୍କୁ ହଁ ଆମେ ବାପ ମା ଭଳି ଦେଖୁଛେ। ଗୁରେ ସେ କହୁଛି ମୁଁ ଏଇନେ କହିଥିଲି ହଁ ଗାଡି ଯାହା ଏ ଯିବ ସେଇଆ। ସେଇଆ। ଯଦି ଇଏ ହେଲା ଗାଡି, ହଁ ତାହେଲେ ଗାଡିରେ ବ୍ରେକ୍ ଅଛି, ହଁ ସବୁ କ୍ଲଚ ଅଛି, ସବୁ ଅଛି ଆକ୍ସିଲେଟର ଅଛି, ଅଛି ଲାଇଟ୍ ଅଛି, ଅଛି ପେଟ ଅଛି, ହଁ ପିଠି ଅଛି, ସବୁ ଚକା ଅଛି, ହଁ ନାଡି ନୁଡା ଅଛି, ସବୁ ଅଛି। ଯଦି ଅଛି ହଁ ତାହେଲେ ଗାଡିର ବ୍ରେକ୍ କୁ ଦେଲେ ଗାଡି ରହୁଛି ହଁ ନା ଗଡୁଛି ଅମିର ନା। ବ୍ରେକ୍ ଦେଲେ ରହିବ ଆଉ। ସେଇଭଳି ଭାବରେ ଏ ଶରୀର ଭିତରେ ହଁ ଭଗବାନ ଖଞ୍ଜି ଦେଇଛନ୍ତି। ହଁ ଠିକ। କାହିଁକି ହଁ ନା ମନ, ହଁ ମନ ହଁ 5 ମନ, ହଁ 25 ପ୍ରକୃତି। 25 ପ୍ରକୃତି ନନା କେମିତି ହେଲା? କେମିତି ହେଲା କିଏ କହୁନ? ତାହେଲେ ଗୋଟିଏ ମନର ଯଦି 5ଟା ପ୍ରକୃତି, ହଁ ତାହେଲେ 5 ମନକୁ ହଁ ସେଇ ପ୍ରକୃତିକୁ ହଁ ଆମେ ଭୁଲି ଯାଉଛେ। ବେଶ ବେଶ। ଲକ୍ଷ୍ୟ ବସିଛ ହଁ ହଁ ସକାଳୁ ପୋଖରୀ ତୁଠରେ ହଁ ଗୋଟେ ମା ଆମର ଉଲଗ୍ନ ହେଇକି ସ୍ନାନ କରୁଛି, ହଁ ନଜର ପଡିଗଲା, ବେଶ। ଆପେ ଆପେ ବ୍ରେକ୍ କୁ ଦବ। ହଁ କୋଉ ବ୍ରେକ୍ ଦବ? କୋଉ ବ୍ରେକ୍? ନା ନୟନ ବ୍ରେକ୍ ଦବ। ହଁ ଆଉ ତେଣେ ଉଣ୍ଡିବ ନାହିଁ। ସେଇଟା ହେଲା ବ୍ରେକ୍। ହଁ ଆମେ ବ୍ରେକ୍ ଦଉଛେ, ହଁ ଲକ୍ଷ୍ୟ କରୁଛେ। ହଁ ମନ ହଁ ଆଜି ବାଟରେ ଯାଉଛ, ହଁ କା ବାଡିରେ ହୁଁ କା ଜମିରେ ହଁ ହଁ ଫସଲ ଫଳିଛି, ବେଶ। ଲୋଭ ଲାଗିଲା, ହଁ ତୋଳିକି ବେକ୍ ଆଣୁଛ ହରି, ହଁ ସେଇଠି ବ୍ରେକ୍ ଦବ। ହଁ ଯେତେବେଳେ ମନ ହଁ ତମର ସେ ଫସଲ ନଷ୍ଟ କରିବାକୁ ଯାଉଛି, ବେଶ। ମନ ଭାବିବା ଦରକାର ହଁ ସେ କେତେ କଷ୍ଟ, ହଁ କେତେ ଯନ୍ତ୍ରଣା ହଁ ସହି ଫସଲ ଟିକାକ କରିଛି। ହଁ ମୁଁ ଆନନ୍ଦରେ ଆସିକି ନେଇକି ମୋ ପରିବାରକୁ ଦେବି ନା, ସେଇଠି ବ୍ରେକ୍ ଦବ। ହଁ ତେଣୁ ପ୍ରକୃତି ଏଇନେ କହିଥିଲି ହଁ ମାୟାକୁ କାଟ। କାଟ। ପ୍ରକୃତିକୁ ଯଦି
ଠିକ ସମୟରେ ଠିକ ହଁ। ମନ ହଁ ହଁ ଯେତେବେଳେ ପର ଜିନିଷ ପର ଧନ ପର ମା ପର ଭଉଣୀ ମାନଙ୍କ ଉପରେ ହଁ ଗାଡି ଚକା ଗଡି ଯାଉଛି ବା ଚଢି ଯାଉଛି ହଁ ସେତିକି ବେଳେ ଯଦି ବ୍ରେକକୁ ମନ ପକେଇକି ଦବ ହଁ ସୁମନ ସୁମନ ତାହେଲେ ସିଏ ଦୁର୍ଲଭ ମାନବ ବ୍ୟକ୍ତି ହଁ ସଂସାରେ ହୋଇବ ସଂସାରେ ହୋଇବ ଭଲାରେ ସଂସାରେ ହୋଇବ ହଉ ଗଲା ବେଳେ ଜଗତ ପରା କ୍ରନ୍ଦନ କରିବ କ୍ରନ୍ଦନ କରିବାରେ ଭଲା କ୍ରନ୍ଦନ କରିବ ତେଣୁ ଏ ହଁ। ବ୍ରେକ ଗୁଡାକ ଯିଏ ଦେଇ ହଁ ଉପଲକ୍ଷ୍ୟ ଭାବରେ ଚାଲୁଥିବ ବେଶ ସେଇ ମଣିଷ ଦୁର୍ଲଭ ମଣିଷ ବା ଦୁର୍ଲଭ ଶରୀର ତାରି ବେଶ ତେଣୁ ଆମେ ସଂକୀର୍ତ୍ତନ କରିବା ତା ପାଇଁ ଦରକାର ନାହିଁ ନା ନା ସିଏ ଛାଏ ଛାଏ ହଁ ଯିବ ଯେତେବେଳେ ଯିବ ହଁ ପ୍ରଭୁଙ୍କର ପଦ କନ୍ଦରେ ସ୍ଥାନ ପାଇବ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପଦୁଟିଏ ଲେଖିଲେ କଣ ଲେଖିଲେ କହିଲେ ବାପା ହଁ ଇଏ ପଥରେ ଗଲେ ହଁ ଖାଇବାକୁ ମିଳିବ ନାହିଁ ନାଇଁ